ହ୍ୟାଲୋ ସାଙ୍ଗମାନେ, କେଦାର ଗୌରୀ ସିରିଏଲରେ ଏବେ ଆଉ ଗୋଟେ ବଡ଼ ଝଟକା ଦେବାକୁ ଯାଉଛି ବା ଆଉ ଗୋଟେ ମୋଡ଼ ଦେଇ ଗତି କରିବାକୁ ଯାଉଛି। କାରଣ ପିୟୁଷ ଏବଂ ଜୀବନ ସାମ୍ନା ସାମ୍ନି ହୋଇଯାଇଛନ୍ତି। ଆଉ ଜୀବନ ଯେତେବେଳେ ଘରକୁ ଆସି ପିୟୁଷର ରୁମ୍ରେ ପହଞ୍ଚିବ ଆଉ ତାକୁ କହିବ, ଭାଇ ମୋତେ ଛାଡ଼ିଦିଅ, ମୁଁ ଯିବି। ତାପରେ ପିୟୁଷ କହିବେ, ତୁ ଯଦି ଏଠିରୁ ଏ ରୁମ୍ରୁ ପାଦେ ବଢ଼େଇବୁ ତାହେଲେ ତୋ ଗୋଡ଼ ଦୁଇଟା କାଟିଦେବି। କିନ୍ତୁ ପିୟୁଷକୁ ଧକ୍କା ମାରି ଦେଇକି ଜୀବନଟା ବାହାରକୁ ଚାଲିଯିବ ଏବଂ ଠିକ୍ ସେହି ସମୟରେ କେଦାର ଏବଂ ଗୌରୀ ଆସିଥିବେ। ଆଉ ଦେଖିବେ ଆଉ ପିୟୁଷ ଏବଂ ଗୌରୀ ଜୀବନକୁ ଘୋଡ଼େଇବେ। ପିୟୁଷ ପହଞ୍ଚିବା ପାଖାପାଖି ହେଉଥିବ ଜୀବନକୁ ଧରିବା ପାଇଁ, କିନ୍ତୁ ପିୟୁଷକୁ ଆଉ ଥରେ ପଛରେ ଧକ୍କା ଦେଇ ପିୟୁଷକୁ ତଳରେ ପକାଇ ଦେଇ ଚାଲିଯିବ। ପିୟୁଷ ଆଉ ଗୌରୀ କ'ଣ ଜୀବନକୁ ମାରିଦେବାକୁ ଚାହୁଁଛନ୍ତି ନା ତା ଜୀବନ ବଞ୍ଚାଇବା ପାଇଁ ଚାହୁଁଛନ୍ତି? ଯଦି ବି ପିୟୁଷ ଆଉ ଗୌରୀ ଜୀବନକୁ ଧରି ନେବେ, ତାପରେ କ'ଣ କରିବେ ଜୀବନର? ଯଦି ଆପଣମାନେ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଏବଂ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରି ରଖିବେ। କାହିଁକିନା ଏମିତି ସିରିଏଲ୍ ଅପଡ଼େଟ୍ ଆପଣମାନଙ୍କୁ ପହଞ୍ଚିବ ସବୁବେଳେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିବେ।